147ଟି ନିର୍ବାଚନ ମଣ୍ଡଳ ଭିତରୁ କୋରେ ଏକ ଭିନ୍ନ, କୋରେ ଏକ ନିଷ୍ପେଷିତ ଅଞ୍ଚଳ। କୋରେ ଏଠି ଲୋକ ଆସୁଛନ୍ତି, ସମସ୍ତେ ବାହାର ଲୋକ ରାଜନୀତି କରି ଯାଇଛନ୍ତି। ଗଦାଧର ଦତ୍ତ କୁହନ୍ତୁ, ମଦନ ପଟ୍ଟନାୟକ କୁହନ୍ତୁ, ଆଜି ପ୍ରଫୁଲ୍ଲ ଘରୋଇ କୁହନ୍ତୁ, ଆଜି ଅଶୋକ ଦାସ କୁହନ୍ତୁ, ଏମାନେ ମାଟିର ଲୋକ ନୁହନ୍ତି। ଏମାନେ କୋରେ ଆମର ପରମ୍ପରା ହଉଛି ବାହାର ଲୋକମାନେ ଶାସନ କରିକି ଆମ ସମସ୍ତ ନିକଟକୁ ରଖୁଛନ୍ତି। ଆପଣ ନିଜେ ଜାଣିଛନ୍ତି ରଣପୁର କତରୁ ଆରମ୍ଭ କରି ମାନେ ମଥୁରାପୁର ବ୍ରିଜ କତରୁ ସୋରସୋଦା ଏବଂ ଆଣିବନ୍ଧ ଅଦ୍ୟବଧି କରାହେଲା ନାହିଁ। ଟିକେ ବନ୍ୟା ହେଲେ ଭାସି ଯାଆନ୍ତି ଲୋକ ଗଛ ଉପରୁ ପଳାନ୍ତି ରହିବା ପାଇଁ। ଆଜି 1999 ମସିହା ମହାବାତ୍ୟା ମତେ ଆଜି ଶିକ୍ଷା ଦେଇଛି, ମହାବାତ୍ୟାରେ ମୋର ଲଢ଼େଇ ତିଆରି ହେଇଛି। କୋରେ ଅଞ୍ଚଳରେ ବହୁତ ରାସ୍ତାଘାଟ ବିପର୍ଯ୍ୟସ୍ତ, କୋରେ ଅଞ୍ଚଳ ବେକାରୀ ଲମ୍ବା ଧାଡ଼ି, ଇରିଗେସନ ପଏଣ୍ଟ ନାହିଁ। କୋରେ ଅଞ୍ଚଳ ହିସାବ କରାଯାଉଛି 20-22ଟି ଏଲ୍ଆଇ ପଏଣ୍ଟକୁ ଛାଡ଼ିଦେଲେ ସମସ୍ତ ଅଞ୍ଚଳ ସେ ଅନୁଛନ୍ତି ଇନ୍ଦ୍ର ଦେବତାକୁ। ବର୍ଷା ହେଲେ ଚାଷ ହବ। ଆମର ଏଠି ଶିଳ୍ପ ନାହିଁ, ଆମର ଏଠି ବ୍ୟବସାୟ କିଛି ହୁଏ ନା, କେବଳ ଗୋଟିଏ ଚାଷ, ଧାନ ଚାଷ କଲେ ଆମେ ହବା। ଏଇଟା ଧର୍ମଶାଳା ନୁହେଁ। ଧର୍ମଶାଳାରେ ବିଭିନ୍ନ ଫସଲ କରୁଛି, ବିକଜ ଦେ ହାଭ୍ ମୋର ଫ୍ୟାସିଲିଟି ଇରିଗେଟେଡ ଲ୍ୟାଣ୍ଡ ଅଛି, ଆମର ଇରିଗେଟେଡ ଲ୍ୟାଣ୍ଡ ନୁହେଁ। କୋରେ ଅଞ୍ଚଳ ଏକ ସମାଜସେବୀ ଅଞ୍ଚଳ। ଆ ଭିତରେ ବାହାର ଲୋକମାନେ ଆସି ଏଠି ରାଜନୀତି କରି ଆମ ଭାଇଚାରାକୁ ନଷ୍ଟ କରିଛନ୍ତି। ବିଶେଷ କରି ବର୍ତ୍ତମାନ ବୈତରଣୀ ନଦୀ କୂଳରେ ଥିବା 7 ବାଲି ଘାଟରେ ମାଫିଆ ମାନେ ହଜାର ହଜାର ଟ୍ରକ୍ ଏଠି ଉଠଉଛନ୍ତି, କଲିକତା ସପ୍ଲାଏ କରୁଛନ୍ତି, କୋଟି କୋଟି ଟଙ୍କା ଏଠି ହାସଲ କରାଯାଉଛି। ସେ ବାଲି ମାଫିଆ କିଏ? ଏ କୋରେ ଅଞ୍ଚଳ ନୁହନ୍ତି। ବାଲେଶ୍ୱର ଲୋକ, ଆପଣଙ୍କ ଭଦ୍ରକ ଲୋକ, ଭୁବନେଶ୍ୱର ଲୋକ ଲିଜ୍ ନେଇ ଆମ ଲୋକଙ୍କୁ ମଦ ପେଇ ମାତାଲ କରି ସଂସ୍କୃତି ପରମ୍ପରା ନଷ୍ଟ କରୁଛନ୍ତି। ତେଣୁ ମୁଁ ଆଶା କରୁଛି କୋରେଇରେ ଆଜି ବ୍ୟାପକ ଦୁର୍ନୀତି ହେଇଛି। ବ୍ଲକ ତହସିଲ ଅଫିସ, ଥାନା ଗୁଡାକ ବିଜେଡି ଅଫିସ। କୋରେଇ ଥାନାରେ ଜଣେ ଆଇଏସ୍ ବିଜେଡିର କାମ କରୁଛନ୍ତି, ଯାଜପୁର ଥାନା ଆଇଏସ୍ ବିଜେଡିର କାମ କରୁଛନ୍ତି। ଜାଣିନାହାନ୍ତି, ଏସ୍ପି ସାହେବ ଜାଣିନାହାନ୍ତି। ଆମର ବିରୁଦ୍ଧରେ ମୋର ବିଦ୍ରୋହ, ଲୋକ ନ୍ୟାୟ ପାଇବେ, ଲୋକଙ୍କୁ ନ୍ୟାୟ ଦେବା ପାଇଁ ମୋର ପ୍ରୟାସ। ତେଣୁ ମୁଁ ଆଶା କରୁଛି ଆପଣଙ୍କ ଟିଭି ମାଧ୍ୟମରେ ମୋର ବାର୍ତ୍ତା ମୋ ଭାଇ ଭଉଣୀମାନଙ୍କୁ ଯିବ। ଆଜି ରାଜ୍ୟରେ ଯୋଉ ଆତଙ୍କିତ ରହିଛି, କୋରେଇ ଆଜି ଏକ ନିଷ୍ପେଷିତ ଅଞ୍ଚଳ ବାହାରି କରିବେ। ଯାଜପୁର ଜିଲ୍ଲାରେ 7ଟି ନିର୍ବାଚନ ମଣ୍ଡଳୀ, 7ଟି ନିର୍ବାଚନ ମଣ୍ଡଳୀ କୋରେଇ ଆଜି ନିଷ୍ପେଷିତ। ଏଇଠି ଜାଣିଛନ୍ତି, ମୁଁ କହୁଛି ଆଜି ଟିଭି ମାଧ୍ୟମରେ, ଏଇଠି ଏମଏଲ୍ଏ ହେଇକି ସୁକିନ୍ଦାର ମନ୍ତ୍ରୀ ହେଇଛନ୍ତି, ସେ ଜାଣିନାହାନ୍ତି କୋରେ। ଆଜି ପର୍ଯ୍ୟନ୍ତ ଆପଣଙ୍କର କାଲିମାକୁ ରାସ୍ତା ନଥିଲା। ମୁଁ ଲଢ଼େଇ କରୁଛି ରାସ୍ତା ଦିଏ କାଲିମାକୁ। ଧନ୍ୟବାଦ ଦଉଛି ଆର୍ଡି ମିନିଷ୍ଟରଙ୍କୁ, ଏବେ ରାସ୍ତାଟି ଗ୍ରହଣ କଲେ। କାହିଁକି ଲଢ଼େଇଗଲା? କଣ ପାଇଁ ତହସିଲଦାର ଏଠି ମାଲିକ ହେବ? କଣ ପାଇଁ ଆଇଆଇସି ମାଲିକ ହେବ? କଣ ପାଇଁ ବିଡିଓ ଅଶୋକ ମଜୁରୀ ମାଲିକ ହେବେ? ଗଭର୍ଣ୍ଣମେଣ୍ଟ ଅଫିସର୍ସ, ଦେ ଆର୍ ମିସଲିଡିଂ ଦି ପିପୁଲ ଅଫ କୋରେଇ। ଟାଟା ପାୱାର କୋରେଇରେ ଗାଁ ଗାଁରେ ପଶି ଆତଙ୍କିତ କରୁଛି, ସାଧାରଣ ଚାଷୀ ଘରେ ଫାଇନ୍ କରୁଛି। ଆରି ବିରୁଦ୍ଧରେ ମୋ ସଂଗ୍ରାମ ହବ। ବିବାର ମାତ୍ର ଶେଷ ବିନ୍ଦୁ ଥିଲା ପର୍ଯ୍ୟନ୍ତ ଏ ସଂଗ୍ରାମ କରିବ। ଓଡ଼ିଶା ବିଧାନସଭାରେ ଏ କଥା ଉଠେଇବି। ଆଜି ଦାସନଗରରେ ଜମି ଜମା ଅଛି, ସେଟଲମେଣ୍ଟ ହେଇପାରୁନାହିଁ, ଏ ଘର କେସ୍ ଅଛି, ଜମି ଟିକେ ଲୋକ ବିକ୍ରି ଖଣ୍ଡି କରିପାରୁନାହିଁ। We'll give this clearance before the ବିଧାନସଭା। ମୁଁ ବିଧାନସଭାରେ ଟାଟା ପାୱାର ବିରୁଦ୍ଧରେ ଏବଂ ଜମି ଜମା କେସ୍ ଉପରେ, କୋରେଇର ଆଣିବନ୍ଧ ବିଷୟରେ ଚିତ୍କାର କରିବି, ଦାବି ହାସଲ କରିବି। ମୋର ଦୃଢ଼ ବିଶ୍ୱାସ କୋରେଇ ଅଞ୍ଚଳ ଲୋକଙ୍କର ସମ୍ମାନ ସମ୍ବିଧାନ ରଖିବା ପାଇଁ ଓଡ଼ିଶା ବିଧାନସଭାରେ ବିଜୟ ମହାନ୍ତି ଜଣେ ନିଷ୍ପେଷିତ ଜର୍ଜରିତ ସଂଗ୍ରାମୀ ନେତା ତାର ବକ୍ତବ୍ୟ ରଖିବ। ଏଇ ଦିନରେ ଟିଭି ମାଧ୍ୟମରେ ଆପଣଙ୍କୁ ନିବେଦନ, ମୋ ବାର୍ତ୍ତାଟି ଆପଣଙ୍କ ଆଗରେ ପ୍ରକାଶ କରୁଛି।